ତେଣୁ ମା ମାନେ ଟିକେ ଦୟାକରି ନିରବି ଯାଉଛନ୍ତି କାହିଁକି, ଦୁର୍ବଳ ହେଇଯାଉଛନ୍ତି କାହିଁକି, ବିରସ କାହିଁକି ହଉଛନ୍ତି? ପ୍ରଭୁ ଗଲେ ବି ବିଦାୟ ନେଲେ ବି ଆମ ଉପରେ ଆଶୀର୍ବାଦ ରହିଛି। ନହେଲେ ଏତେ କଷ୍ଟ କରି ପ୍ରଭୁ ଆସିନଥାନ୍ତେ। 3 ଦିନ ଧରି ଏଠି ଯୋଉ ଖରା ଗରମରେ ପ୍ରଭୁ ରହିଛନ୍ତି, ଆପଣମାନଙ୍କୁ କଣ ଦୁଃଖ ଲାଗୁନାହିଁ? ଆମେ ମାନେ ଯାଇ ଘରେ ବିଶ୍ରାମ ନେଉଛନ୍ତି, କିନ୍ତୁ ପ୍ରଭୁ ଏଠି ଖରାରେ ରହିଛନ୍ତି। ଏହାଠାରୁ ଆଉ କଣ ବଡ କଥା? ତଥାପି ଦୟା କରିଛନ୍ତି ଆମ ଖାଲି ଟିକେ ଆମ ମାନେ ଟିକେ ହରିବୋଲ ହୁଳ ହୁଳିଟା ଦେଇଦେଲେ ଆନନ୍ଦ ପ୍ରକାର ହେଇଯିବ ଏ ଆସର। ଟିକେ ଆଜ୍ଞା ଜୋରେ କୁହନ୍ତୁ ହରିବୋଲ। ଦେଖିଲେ ଇଏ ହଉଛି ଆନନ୍ଦ ଆସର। ହରିବୋଲ ହରି ହରି ବୋଲ। ଏଇ ହଉଛି ଆନନ୍ଦ ଆସର। କାହିଁକି ନା ଆମେ ଯେତେ ଆନନ୍ଦରେ ଝୁମିବା ପ୍ରଭୁ ଆମର ସେତେ ଆନନ୍ଦରେ ମଜିବେ। କାହିଁକି ନା ଆମ ଠାକୁରେ ସେଭଳି ନିର୍ଣ୍ଣୟ ନୁହନ୍ତି। ଏ ସଜ୍ଜନ ମଣ୍ଡଳୀ, ଜ୍ଞାନୀ ଭଳି, ଏ ଅଞ୍ଚଳବାସୀ, ଆପଣମାନେ ଯୋଉ ପ୍ରଶ୍ନ କରୁଥିଲେ ତାହା ଉତ୍ତର ତ ନିଶ୍ଚିତ ଆପଣମାନେ ପାଇସାରିବେ ନିଶ୍ଚିତ। କାହିଁକି ନା ଏହା ସତ୍ୟ। ଏ ଯାହା ଆମେ ଦେଖୁଛନ୍ତି, ଯାହା ବି ଜାଣୁଛନ୍ତି, ଯାହା ବି ଶୁଣିଲେ, ତାହା ହଉଛି ସତ୍ୟ ସତ୍ୟ ସତ୍ୟ। କାହିଁକି ନା ସତ୍ୟ ସନାତନୀ କେତନୀ ଧର୍ମଧ୍ୱଜା ଏ ମାଟିରେ ପ୍ରତିଷ୍ଠା ହେଲେ। ମିଛ ସତ୍ୟ ସନାତନୀ କେତନୀ ଧର୍ମଧ୍ୱଜା ମିଛ। ଏନେ ଯୋଉ ପ୍ରବଚନ କାର୍ଯ୍ୟକ୍ରମରେ ଆପଣମାନେ ଯାହା ଶୁଣିଲେ ଏହା କଣ ମିଛ? ତାହେଲେ ବିଶ୍ୱ ମିଛ ହେଇଯିବ ନୁହେଁ କି? ନାଇଁ ଆଜ୍ଞା, ମିଛ ନୁହେଁ, ଏହା ସତ୍ୟ। କାହିଁକି ନା ସତ୍ୟ ପୁରୁଷଙ୍କର ଲୀଳାକ୍ଷେତ୍ର, ଲୀଳାପୀଠରେ ମିଛ ଆସିବ କାହିଁକି? ତେଣୁ ଯେତେ ଆମେ ଏଠି ଅଛନ୍ତି ସମସ୍ତେ ହେଉଛନ୍ତି ସତ୍ୟର ପଥିକ, ସତ୍ୟର ପଥିକ। ସତ୍ୟ ସନାତନୀ କେତନୀ ଆହ୍ୱାନ କରୁଛି ସମସ୍ତଙ୍କୁ। ଜାତି ବର୍ଣ୍ଣ ଧର୍ମ ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ପଳେଇ ଆସନ୍ତୁ ଏ ଧର୍ମଧ୍ୱଜା ତଳକୁ, ସତ୍ୟଧ୍ୱଜା ତଳକୁ। ସମସ୍ତେ କରନ୍ତୁ ସମସ୍ତଙ୍କୁ ମୁହଁରେ କହିବୁ ଯେ ବିଶ୍ୱ ଦେଖୁ, ଜଗତ ଦେଖୁ, ସୃଷ୍ଟି ଦେଖୁ। ଆଜି ବ୍ରାହ୍ମଣୀ ଅଞ୍ଚଳ ଆଜି ଧନ୍ୟ ହେଇଛି, ବ୍ରାହ୍ମଣୀ ଅଞ୍ଚଳ ଆଜି ମହାନ ହେଇଛି, ବ୍ରାହ୍ମଣୀ ମାଟି ଆଜି ମହାନମାଟି ମହାନ ପୀଠ। ଏ କଥା ମୁଁ କହୁନାହିଁ, ଯାହା ଏ ମାଟି କହୁଛି, ଏ ପୀଠ କହୁଛି, ଏ ଉତ୍ସବ କହୁଛି, ଏ ଯାତ୍ରା କହୁଛି, ଏ ଲୀଳାକ୍ଷେତ୍ର କହୁଛି। हे शासन वृंद ज्ञानी होने द्रव्य मंडपर आउ अल्प समय अच्छे महामंत्र